ଯେ ବହୁତ ଆଟାଚ୍ ଥିଲା ତାଙ୍କ ସାଙ୍ଗରେ, ତାଙ୍କ ରୁମ୍ରେ ବି ରହୁଥିଲା କୁଆଡ଼େ ଆସିକି। କିଛି ଦିନ ହବ, 3 ମାସ ହବ କୁଆଡ଼େ ସେ ଦୂରେଇଛନ୍ତି। ଆଉ ଅଲଗା କିଛି ଆଭାସ ମଧ୍ୟ ମିଳିଲାନି ଯେ ତାଙ୍କୁ ତାଙ୍କ ସହିତ ଆଟାଚ୍ ଥିଲା, ତାଙ୍କ ସହିତ ବାହାଘର ହବାର ଥିଲା। ଅର୍ପିତା ନାଁ ଯୋଉ ପିଲାଟି ନାଁ କହୁଛନ୍ତି। ଆଉ ବହୁତ ଶୀଘ୍ର ଆର ପ୍ରମାଣ ଆସୁଛି, ଆପଣ ନିଶ୍ଚିନ୍ତ ପାଇବେ। ତାଙ୍କୁ ବାହାଘର କରିବା ପାଇଁ ଯେବେ କୁହାଗଲା ଯେ କୋର୍ଟ ମ୍ୟାରେଜ ରେଜିଷ୍ଟ୍ରି ମ୍ୟାରେଜ କରିଦେବା ପାଇଁ, ସେ ସେବେଠୁ ଦୂରେଇବା ଆରମ୍ଭ ହୋଇଛନ୍ତି ବୋଲି ଯାହା ଆମେ ଏପର୍ଯ୍ୟନ୍ତ ଖବର ପାଇଛୁ। ଏଇଟା ହେଉଛି ଗୋଟେ ଅପୂରଣୀୟ କ୍ଷତି, ଯୋଉଟାକି ସମସ୍ତେ ଜାଣିଛନ୍ତି ଯେ ଯେବେଠୁ ହ୍ୟୁମାନ ଆସିଲାଣି ଓଡ଼ିଆ ଇଣ୍ଡଷ୍ଟ୍ରିକୁ ସେବେଠାରୁ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ମାନେ ହିନ୍ଦୀ ଆଡ଼କୁ କିମ୍ବା ବମ୍ବେ ଆଡ଼କୁ ଯିବା ବନ୍ଦ କରିଦେଇଥିଲେ। କାହିଁକି ନା ସେଇ କୁମାର ସାନୁ ହଉ, ନା ଉଦିତ ନାରାୟଣ ହଉ, ନା ସୁରେଶ ୱାଡେକର ହୁଅନ୍ତୁ, ଯୋଉମାନେ ବି ଆଗରୁ ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓରେ ବି ଗାଉଥିଲେ କିମ୍ବା ଅଡ଼ିଓରେ ଗାଉଥିଲେ, ତାଙ୍କର ଗୋଟେ ପ୍ରକାର କହିବାକୁ ଗଲେ ଓଡ଼ିଶାରେ ଗୀତ ହିଁ ବନ୍ଦ ହେଇଯାଇଥିଲା ଯେବେ ହ୍ୟୁମାନ ଆସିଲା। ତା ମାନେ ସେ ପ୍ରମାଣ କରିଦେଇଥିଲେ ଯେ ସେ ସେଇ ଲେଭେଲର ସିଙ୍ଗର, ଯୋଉଠି ହ୍ୟୁମାନ ଅଛନ୍ତି ସେଠି ବମ୍ବେ ସିଙ୍ଗରଙ୍କର ଆବଶ୍ୟକତା ନାହିଁ। ଆଉ ଯୋଉ କ୍ଷତିପୂରଣ କଥା କହୁଛନ୍ତି, ପ୍ରକୃତରେ ଏଇଟା ହେଉଛି ଅପୂରଣୀୟ। ଆଉ ଇଏ କ୍ଷତି ପରେ ଆଠୁ ଗୋଟେ ବଡ଼ କ୍ଷତି ହେବ ବୋଲି ଆମେ ଆଶା କରି କହିପାରିବୁ ନାହିଁ। ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଯେତେବେଳେ ଅକ୍ଷୟ ମହାନ୍ତି ମରିଥିଲେ ସେ 17 ତାରିଖରେ ମରିଥିଲେ। ଆଉ ଇଏ ବି ସେଇ 17 ତାରିଖରେ ହିଁ ଯାଇଛନ୍ତି। ତାଠୁ ଇଣ୍ଟରେଷ୍ଟିଂ କଥା ହେଉଛି ତାଙ୍କର ବି 6ଟା ଅକ୍ଷର ନାଁ ଥିଲା, ତାଙ୍କର ବି ସେଇ 6ଟା ଅକ୍ଷର। ତ ଏମାନେ ଯେତେବେଳେ ଜନ୍ମ ହୁଅନ୍ତି ନା, କଥାରେ ଅଛି ଗ୍ରହ ନକ୍ଷତ୍ର ସେମିତି ସଜାଡ଼ି ହେଇକି ଥିଲେ, ଏମିତି କିମ୍ବଦନ୍ତୀ କିମ୍ବା ଏମିତି ଭାଗ୍ୟବାନ କଳାକାର ମାନେ ଜନ୍ମ ହୁଅନ୍ତି ଯୋଉଟାକି ଆମେ ହରେଇଗଲେ। ଏଇଟା ଆମେ ଦୁର୍ଭାଗ୍ୟ କହିବା କି କ'ଣ କହିବା ଆମେ ଜାଣିପାରୁନୁ, କିନ୍ତୁ ଆମେ ବହୁତ ବଡ଼ ଲସ୍ କରିଛେ। ଆଉ ଏଇଟା ପୂରଣ କରିବା ଭବିଷ୍ୟତ ପର୍ଯ୍ୟନ୍ତ ସମ୍ଭବ ନୁହେଁ। ଭାଇ କୁହାଯାଉଛି ତାଙ୍କ ମା କାଲି ବିଭିନ୍ନ ପ୍ରକାର ଭିଡ଼ିଓ ଜାଣିଛନ୍ତି ହ୍ୟୁମାନ ସାଗରକୁ ଜାଣିଛନ୍ତି ମରଣ ନିମନ୍ତେ ଧରିକି ଆସିଲା। ଦେଖନ୍ତୁ, ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ଆମେ କୌଣସି ଜିନିଷ କରିବା ଉଚିତ ନୁହଁ, କିନ୍ତୁ ଯଦି ସେ ତାଙ୍କ ପେଟରୁ ବାହାରିଛି ନିଶ୍ଚିନ୍ତ ଛୁଞ୍ଚିଥିଲେ ଶାବଳ ବାହାରେ। ବିନା କାରଣରେ କୌଣସି ଲୋକ କୁହନ୍ତି ନାହିଁ। ଆଉ ଗୋଟେ ମା ତା ପିଲା ସହିତ ବହୁତ ଇମୋସନାଲି ଆଟାଚ୍ ଥାଏ। ଆଉ ହୁଏତ ସେଇ ସମୟଟା ମା ପାଇଁ ଅସହ୍ୟ ସମୟଟା ଥାଏ, ମାନେ ବିକୃତ ସମୟ ଥାଏ, ସମ୍ଭାଳି ପାରିବେନି ନିଜକୁ ନିଜେ। ପ୍ରତ୍ୟେକ ମାଙ୍କର ସେଟା ଆମେ ଦେଖି ଆସୁ। କିନ୍ତୁ ଯଦି ପର୍ଟିକୁଲାର କୌଣସି ନାଁ ବାହାରୁଛି, ହୁଏତ ତା ଭିତରେ କିଛି ଥାଇପାରେ। ସେଟା ଇନକ୍ୱାରି କରିବା ନିହାତି ଆବଶ୍ୟକତା ଅଛି, ନହେଲେ ଦାବା ଦେଇ ଜଣେ ଏତେ ଦମ୍ଭ ସହିତ କରିପାରିନଥାନ୍ତେ। ଆମେ ବି ଶୁଣିଛେ, ଆଉ ଲାଗୁଛି କିଛି ନିହାତି ଅଛି, ଘଟଣା ଅଛି। ଭାଇ ଓଡ଼ିଆ ସଙ୍ଗୀତ ଜଗତରେ ବି ସୁନାମଧନ୍ୟ ରହିଛି ଗାୟିକା ମହିଳା ଗାୟିକାଙ୍କ ନାଁ ରଖିଛି, ସିଏ ମଧ୍ୟ କୁହାଯାଉଛି ପ୍ରକାଶ ଅଛନ୍ତି ଏମାନଙ୍କୁ ଟ୍ରାପ୍ କରାଯାଇଥିଲା, ଟର୍ଚର କରାଯାଇଥିଲା, ଏଭଳି ସବୁ ସାଂଘାତିକ। ମୁଁ ମଧ୍ୟ ସେଠି କାଲି ଥିଲାବେଳେ ଶୁଣିକି ତାଙ୍କ ନାଁ କହିଛନ୍ତି ଏହା, ଯେ ବହୁତ ଆଟାଚ୍ ଥିଲା ତାଙ୍କ ସାଙ୍ଗରେ, ତାଙ୍କ ରୁମ୍ରେ ବି ରହୁଥିଲା କୁଆଡ଼େ ଆସିକି। କିଛି ଦିନ ହବ, 3 ମାସ ହବ କୁଆଡ଼େ ସେ ଦୂରେଇଛନ୍ତି। ଆଉ ଅଲଗା କିଛି ଆଭାସ ମଧ୍ୟ ମିଳିଲାନି ଯେ ତାଙ୍କୁ ତାଙ୍କ ସହିତ ଆଟାଚ୍ ଥିଲା, ତାଙ୍କ ସହିତ ବାହାଘର ହବାର ଥିଲା। ଅର୍ପିତା ନାଁ ଯୋଉ ପିଲାଟି ନାଁ କହୁଛନ୍ତି। ଆଉ ବହୁତ ଶୀଘ୍ର ଆର ପ୍ରମାଣ ଆସୁଛି, ଆପଣ ନିଶ୍ଚିନ୍ତ ପାଇବେ। ତାଙ୍କୁ ବାହାଘର କରିବା ପାଇଁ ଯେବେ କୁହାଗଲା ଯେ କୋର୍ଟ ମ୍ୟାରେଜ ରେଜିଷ୍ଟ୍ରି ମ୍ୟାରେଜ କରିଦେବା ପାଇଁ, ସେ ସେବେଠୁ ଦୂରେଇବା ଆରମ୍ଭ ହୋଇଛନ୍ତି ବୋଲି ଯାହା ଆମେ ଏପର୍ଯ୍ୟନ୍ତ ଖବର ପାଇଛୁ। ଆଉ ଯଦି ଏଇଟା ସତ୍ୟ ହେଇଥାଏ, ଏଇଟା ବହୁତ ବଡ଼ ଅପରାଧ। ଆଉ ଯଦି ଏ ଅପରାଧ ସେ କରିଥାନ୍ତି, ତାହେଲେ ନିଶ୍ଚିନ୍ତ ତାଙ୍କ ମୃତ୍ୟୁ ପଛରେ କିମ୍ବା ମୃତ୍ୟୁକୁ ଇନ୍ସପାୟାର କରିବା ପାଇଁ, ମୃତ୍ୟୁକୁ ସହଯୋଗ କରିବା ପାଇଁ ସାଥ ଦେଇଥାଇପାରେ। ଭାଇ ଆଉ ଗୋଟେ କଥା ଚର୍ଚ୍ଚା ହେଉଛି ହ୍ୟୁମାନଙ୍କୁ ତନ୍ତ୍ର କରାଯାଇଥିଲା, ଏଭଳିଆ ମଧ୍ୟ ଚର୍ଚ୍ଚା ଶିକାର ହେଇଛନ୍ତି। ତନ୍ତ୍ର କରିକି ତାଙ୍କୁ ବଶୀଭୂତ କରିକି ରଖାଯାଇଥିଲା। ହ୍ୟୁମାନଙ୍କୁ ଉଠ କହିଲେ ଉଠୁଥିଲେ, ବସ କହିଲେ ବସୁଥିଲେ। ତାଙ୍କ ପାଖରେ 6 ଜଣ ଲୋକ ଥିଲେ, କିନ୍ତୁ ସେତିକି ସମୟରେ ତାଙ୍କ ପାଖରେ କେହି ନଥିଲେ। ମୁଁ କିନ୍ତୁ ଏ ତନ୍ତ୍ରକୁ ବିଶ୍ୱାସ କରିବି ନାହିଁ। କାହିଁକି ନା ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ସତ୍ୟ, ତ୍ରେତୟା ଆଉ କଳିଯୁଗ, କଳିଯୁଗରେ ଯନ୍ତ୍ର ଚାଲେ, ଆଉ ମନ୍ତ୍ରତନ୍ତ୍ର ଚାଲୁନି ବୋଲି ମୁଁ ଜାଣିଛି। କିନ୍ତୁ ହଁ, ଯେତେବେଳେ ଆପଣମାନେ ଜାଣିଥିବେ, ଯେତେବେଳେ ଗୋଟେ ମଣିଷ ହାରାସମେଣ୍ଟ ହେଇଯାଏ କିମ୍ବା ପାଣି ଭିତରେ ବୁଡ଼ି ଯାଉଥାଏ, ପତ୍ର ଟିକେ ହେଲେ ବି ସାହା, ସେ ପତ୍ର ଟିକେ ମାନେ ହେଇକି ଆଉ ୟୁଜ୍ କରୁଛନ୍ତି ବୋଧ ହୁଏ। କିନ୍ତୁ ନିଶ୍ଚିନ୍ତ ଆଗକୁ ଜଣାପଡ଼ିବ ବୋଲି ଆଶା। ଆଉ ଏଇ ଅଭିଯାନ ଆରମ୍ଭ ହେଲା, ଆମମାନଙ୍କର ବି ଆରମ୍ଭ ହେଲା, କଦାପି କୌଣସି ମତେ
ଆମେ ଛାଡ଼ିବୁ ନାହିଁ ଯେଉଁ ପର୍ଯ୍ୟନ୍ତ ପ୍ରମାଣ ନ ମିଳିଛି। ଆଉ ଏ ଚେଷ୍ଟା ଆମର ଜାରି ରହିବ। ସେ ଉପରେ ଥାଉ ପଛେ ତାଙ୍କ ମାଆଙ୍କୁ ତାଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼ିବୁ। କୌଣସି ମତେ କଳେ ବଳେ କୌଶଳ ଆମେ ଛାଡ଼ିବୁନି। ଭାଇ ଯେତେବେଳେ କାଲି ଦେଖୁଥିଲି ସେଠି ଯେତେବେଳେ ଏକ ଶୋକ ସନ୍ତପ୍ତ ପରିସ୍ଥିତି ଥିଲା ସେତେବେଳେ ତାଙ୍କର ହ୍ୟୁମାନ ସାଗରକୁ ଯିଏ ଚିକିତ୍ସାରେ ସାହାଯ୍ୟ କରୁଥିଲେ ତାଙ୍କର ସହାୟକ ସିଏ ଆଉ ଏବଂ ତାଙ୍କର ଜଣେ ଭଉଣୀ ତାଙ୍କ ମାଆଙ୍କୁ ଭାଷା ଅଭାଷା କହି ଗାଳି ଦଉଥିଲେ। ଗୋଟେ ସଂଘର୍ଷମୟ ପରିସ୍ଥିତି ସେଠି ସୃଷ୍ଟି ହେଇଥିଲା। ଶୋକମୟ ସମ୍ବେଦନଶୀଳ ପରିସ୍ଥିତି ମଧ୍ୟରେ ଏଭଳି ସଂଘର୍ଷ ଠିକ। ହଁ, ସେଇ ସଂଘର୍ଷଟା ହୁଏତ ପରେ କଥା ହେଇପାରନ୍ତେ କିନ୍ତୁ ସେଇଟା ସଂଘର୍ଷ ନଥିବ ମୁଁ ଜାଣିନି। କିନ୍ତୁ କାଲି ରାତିରେ ଆମେ 3:40 ସାଢ଼େ 3ଟା ପରେ ଆସିଲା ପରେ ଏବେ କିଛି ଭିଡ଼ିଓ ଭାଇରାଲ ହେଉଛି କେହି ଜଣେ ଆସିକି ଖରାପ ଭାଷା ତାଙ୍କ ମାଆକୁ ଗାଳି ଦେଉଛନ୍ତି। ସେଇଟା ପ୍ରକୃତରେ ନିନ୍ଦନୀୟ। ନାଇଁ ତାଙ୍କର ଅର୍ଗାନାଇଜର ଯିଏ ଥିଲେ ହଁ ପପୁ ହଁ ତାଙ୍କ ମାନେ ହଁ ସେ ହଁ ସେ ହଁ ଭିଡିଓରେ ଦେଖାଯାଉଛି ତାଙ୍କର। ହଁ ହଁ ଯଦି ସେ କରିଛନ୍ତି ସେଟା ଭୁଲ। କାହିଁକି ନା ଏଇ ସମୟରେ ଯଦି ତମର ସଚୋଟ ଲୋକ ଯଦି ଭଲ ଲୋକ ଏଇ ଟାଇମରେ ତାଙ୍କ ମାଆଙ୍କ ସାଙ୍ଗରେ କାନ୍ଦ ଲାଗିବା କଥା, ତାଙ୍କ ପରିବାର ସାଙ୍ଗରେ କାନ୍ଦ ଲାଗିବା କଥା। ଆମେ ତ ପୁଣି ରାତି 3:40 4ଟା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥିଲୁ, ତାଙ୍କୁ ସବୁ ସାଥ ଦଉଥିଲୁ। ସେମିତି ସାଥ ଦେଇଥିଲେ ହୁଏତ ତମକୁ ଆଜି ନହେଲେ କାଲି ସେ ଚିହ୍ନି ପାରିଥାନ୍ତେ। ଯଦି ତମେ ଭୁଲ ନାହିଁ ଏଇ ସମୟରେ କେମିତି ଗୋଟେ ଭାଇ ଯଦି ମାନୁଥିଲ, ଭାଇ ଯଦି ଭାବୁଥିଲ, ଏଇ ସମୟରେ ଗୋଟେ ମାଆଟାକୁ ଏଇ ଶବ୍ଦ କାହିଁକି କହିବ ଯୋଉଟା କି ନିଜ ମାଆକୁ କହିପାରିବ। ଭାଇ ହ୍ୟୁମାନଙ୍କ ସ୍ତ୍ରୀକି ନେଇକି ମଧ୍ୟ ଗୋଟେ କଥା ଚର୍ଚ୍ଚା ହେଉଛି। ଯେଉଁ ସ୍ତ୍ରୀ 4-5 ବର୍ଷ ହବ ଆସିନଥିଲେ ସ୍ୱାମୀର ଯେତେବେଳେ ସ୍ୱାସ୍ଥ୍ୟ ଅବସ୍ଥା ସିରିୟସ ଥିଲା ସେତେବେଳେ ମଧ୍ୟ ଆସିଥିଲେ। ଶେଷ ସମୟରେ ଆସିକି ଦେଖିଲା ବେଳେ ଗାଡ଼ିରେ କାନ୍ଦି କାନ୍ଦି ଆସିଥିଲେ। ଶୁଣନ୍ତୁ, ମାଆଙ୍କୁ କୁହାଯାଏ ସର୍ବସାହା। ମା ଯେତେ ରାଗିଥିଲେ ବି ଶ୍ୱଶୁର ସେ ପ୍ରତ୍ୟେକ କର୍ତ୍ତବ୍ୟ କରେ। କିନ୍ତୁ ସ୍ତ୍ରୀ ବି ଯେ ଆମେ ନାଗୁଣୀ କହିପାରିବାନି। ସ୍ତ୍ରୀ କୋଉ ସିଚୁଏସନରେ କ'ଣ ହେଇଛି ତମ ପରିବାର ଭିତରେ ଆମେ ସବୁ କଥା ଜାଣିନେ ଯେହେତୁ ଆମେ କାହାକୁ ଆକ୍ଷେପ କରିବା ଉଚିତ ନୁହଁ। ସ୍ତ୍ରୀ ଶେଷ ସମୟରେ ଆସିଛନ୍ତି ଏବଂ ଆମେମାନେ ଡିସ୍କସ୍ ହେଇସାରିଲା ପରେ ତାଙ୍କ ଝିଅଙ୍କୁ ନେଇକି ତାଙ୍କ ପାଖରେ ପହଞ୍ଚିଛନ୍ତି। ସେଇଟା ବିରାଟ ବଡ଼ କର୍ତ୍ତବ୍ୟ କରିଛନ୍ତି। କିନ୍ତୁ ହଁ, ସ୍ତ୍ରୀଙ୍କ ଦୋଷ ମୁଁ ଏଇଆ ଦେଇପାରିବି, ଯେତେବେଳେ ଏ ଜିନିଷ ଭୁଲ ଭାଲ ଆରମ୍ଭ ହେଲା ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ନାରୀଙ୍କର ସେ ଶକ୍ତି ଅଛି। କାହିଁକି ନା କହୁଛି ମୁଁ ସରସ୍ୱତୀ ମା, ଦୁର୍ଗା ମା, କାଳୀ ମା 3 ପ୍ରକାର ମା ହେଇପାରନ୍ତି। ସେ ମା ବି ହେଇପାରନ୍ତି, ସ୍ତ୍ରୀ ବି ହେଇପାରନ୍ତି, ଭଉଣୀ ବି ହେଇପାରନ୍ତି। ଯେ 3 ପ୍ରକାର ଅଂଶ ଭଗବାନ ତାଙ୍କୁ ଦେଇଛନ୍ତି। ସିଏ କୌଣସି ନା କୌଣସି ରୂପରେ ତାଙ୍କୁ ସେଇ ମଝି ପିରିୟଡ଼ ଯଦି ବଦଳେଇ ପାରିଥାନ୍ତେ ହୁଏତ ଆଜିକା ଏଇ ଦଶ ବର୍ଷ କରିଥାନ୍ତେ। ଆପଣଙ୍କ ସହିତ କେତେ ବଡ଼ କେବେ ହ୍ୟୁମାନଙ୍କ ସହିତ କଥା ହେଇଥିଲେ ମୋର ମ୍ୟାକ୍ସିମମ୍ ଟାଇମ୍ ଏଇ ଷ୍ଟୁଡ଼ିଓରେ ଭେଟ ହୁଅନ୍ତି। ମ୍ୟାକ୍ସିମମ୍ ଟାଇମ୍ ବହୁତ ସମୟ ସିଏ ଟାଇମ୍ ସ୍ପେଣ୍ଡ କରନ୍ତି। ଭଲ ସମୟରେ ଯେତେବେଳେ ସମୟ ମିଳେ, ଯେତେବେଳେ ସମୟ ଷ୍ଟ୍ରେସ୍ ଅଧିକା ହୁଅନ୍ତି, ଅଧିକ ଟେନସନ୍ ଲାଗେ, ଆସନ୍ତି ଜିତୁବାବୁଙ୍କ ସହିତ ଜିତୁବାବୁଙ୍କ ସହିତ କଥାବାର୍ତ୍ତା ବହୁତ ସମୟ ହୁଅନ୍ତି, ଆଲୋଚନା ହୁଅନ୍ତି, ସଜେସନ୍ ନିଅନ୍ତି। ଆଉ ଆମେ ବି ଲାଷ୍ଟ 8-10 ଦିନ କି 15 ଦିନ ତଳେ ବସିଥିଲୁ ଷ୍ଟୁଡ଼ିଓରେ ରାତି 2ଟା ପର୍ଯ୍ୟନ୍ତ ବସିକି ତାଙ୍କ ଲାଇଫ୍ କଥା କହୁଥିଲା। ସବୁ ଶୁଣୁଥିଲୁ। କହିଛନ୍ତି ହ୍ୟୁମାନ ସାଗର ମୁଁ ଦୁଃଖରେ ଅଛି କି ମତେ ଏମିତି କରିଛି ସେ କହିଛନ୍ତି ଆବାଜ ଦେଇଛି ଆପଣଙ୍କୁ କେବଳ କେବଳ ହ୍ୟୁମାନ ନୁହଁ, ଏଇ ପରିସ୍ଥିତିରେ ମୁଁ କହିବି ପ୍ରତ୍ୟେକ ପୁରୁଷ ଏତେ ସହନ୍ତି, ବହୁତ କିଛି ପେଟରେ ରଖନ୍ତି, ମନରେ ରଖନ୍ତି, କହିପାରନ୍ତି ନାହିଁ। ଯେମିତି ଜଣେ ହ୍ୟୁମାନ ସାଗର, ଯାହାକି ଆମେ ସାମ୍ନାସାମ୍ନି ଦେଖିଗଲୁ। ଦେହ ଖରାପ ଭିତରେ ଆପଣ କେବେ ଯେବେଠୁ ଦେହ ଖରାପ ହେଇଥିଲା ସେବେଠୁ ସେ ମଦ ଛାଡ଼ିବା ଆରମ୍ଭ କରିଥିଲେ। ଚେଷ୍ଟା ମଧ୍ୟ କରିଥିଲେ ସେ ଜିନିଷଟାକୁ ଛାଡ଼ିବା ପାଇଁ ଆମେ ଜାଣିଛୁ। କିନ୍ତୁ ଯେଉଁ ମାନିଛନ୍ତି ଯେ ଖାଇନି ସାର୍ ଆଉ ଚେଷ୍ଟା କରୁଛୁ ଭଲ ହେବା ପାଇଁ। ତା ଭିତରେ ଅତ୍ୟଧିକ ଗୋଟେ ମଣିଷ କେତେ ବି ସହିବ। ଯେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଗୋଟେ ଲୋଟାରେ ଆପଣ ପାଣି ଢାଳିବେ, ଫୁଲ୍ ହେଇଗଲା, ତାପରେ ବି ଢାଳି ଚାଲିବେ, କେତେ ସହିବ ଗୋଟେ ମଣିଷ। ସେମିତି ଗୋଟେ ଅସହ୍ୟ ସମୟ ଆସିଲେ ଯଦି ନିଶା କେବେ ସଉକରେ ଖାଉଥିବ ସେ, ଯେତେବେଳେ ଅସହ୍ୟ ସମୟ ଆସେ ନିଶାର ପରିମାଣଟା ବଢ଼ିଯାଏ, ଯାହାଫଳରେ କି ତା ସ୍ୱାସ୍ଥ୍ୟ ଖରାପ ହେଇଯାଇପାରେ। ଏଇ ଆମେ ଆଶା କରୁଛୁ। ଆଉ ପରିମାଣ ସେତେବେଳେ ବଢ଼େ ଯେତେବେଳେ ଅତ୍ୟଧିକ ଟେନସନ୍ ଆଉ ନିଜ ଲୋକ ଯେତେବେଳେ କଷ୍ଟ ଦିଅନ୍ତି ସେଇଟା କାହାକୁ ଖୋଲିକି ନ କହିପାରନ୍ତି, ଭିତରେ ଭିତରେ ଜଳନ୍ତି। ଲାଷ୍ଟ 2 ବର୍ଷ ହେଲାଣି ଏବେ କହୁଛନ୍ତି ତାଙ୍କ ଦେହ ଖରାପ ଥିଲା। 2 ବର୍ଷ ପୂର୍ବରୁ ତାପରେ ରେଷ୍ଟ ନେଇଥିଲେ ଯେହେତୁ ଆଜି କିଛି ଭଲ କଥା। ରେଷ୍ଟ ବି ଆବଶ୍ୟକତା ଥିଲା। ଆଉ ମୁଣ୍ଡ ଥଣ୍ଡା କରିବା ପାଇଁ ଜଣେ ବ୍ୟକ୍ତିର ବି ଆବଶ୍ୟକତା ଥିଲା, ଯେଉଁଟା ଅଭାବ ପଡ଼ିଲା। ଆଉ ମୁଁ ଭାବୁଛି ମାନେ ମୁଁ ଏତେବେଳେ ସର୍ବଜ୍ଞ ନୁହଁ, କିନ୍ତୁ ଭାବୁଛି ତାଙ୍କ ସ୍ତ୍ରୀ ତାଙ୍କ ମା ଚାହିଁଥିଲେ ଆଜି ବି ହୁଏତ ସେ ବଞ୍ଚିଥାନ୍ତେ, ଆଉ ବହୁତ ଦିନ ବଞ୍ଚିଥାନ୍ତେ। ଆମେ ଦେଖିଛୁ ଆପଣ ଏବଂ ଅନୁଭବ ଶାହ ନିର୍ମଳ ସାଗରଙ୍କ ସମାଧାନ ଅନୁଭୂତି କ'ଣ ଗୋଟେ ଆମେ ତ ତାଙ୍କୁ ଗୋଟେ ସୁନ୍ଦର ହିସାବରେ ଭାବିନଥିଲୁ, ଆମେ ଭାଇ ହିସାବରେ ଭାବିଥିଲୁ। ଏବେ ନୁହେଁ, ସେମିତି ଆମେ ଗୋଟେ ଭାଇ ହିସାବରେ ଭାବିଛୁ। ଆମେ କର୍ତ୍ତବ୍ୟ ଯାହା କରିବା କଥା କରିଛୁ। ସିଏ ବି ଆମକୁ ସେତିକି ଯଥେଷ୍ଟ ସମ୍ମାନ ଦିଅନ୍ତି। ତାପରେ ସେଇଥିପାଇଁ ଆମେ ତା ପ୍ରତି ଡେଡିକେସନ୍। କେବଳ ମୁଁ ନେଇ ଆମ ଓଡ଼ିଶାର ପ୍ରତ୍ୟେକ କଳାକାର
ଅନୁଭବ ହୁଅନ୍ତୁ କିମ୍ବା ବିଷ୍ଣୁ ମଙ୍ଗରାଜ ହୁଅନ୍ତୁ, ସମସ୍ତେ ସେଠି ଡେଡିକେସନ୍ ସହିତ ଥିଲେ। ଆଉ ଅପ୍ ଟୁ ଗାଡ଼ିରେ ବସିକି ବାହାରିବା ପର୍ଯ୍ୟନ୍ତ ସମସ୍ତେ କର୍ମ କର୍ତ୍ତବ୍ୟ କରୁଛନ୍ତି। ଆଉ ଯେହେତୁ ଭାଇ ଭାବିଛୁ, ପୁରା ଭାଇ ଗୋଟେ ଭାଇର କର୍ତ୍ତବ୍ୟ ନିହାତି ତୁଲେଇବେ, ଆଉ ସେଇଟା ଆମେ ତୁଲେଇବାକୁ ଚେଷ୍ଟା କରିବୁ।